ମୋ ନାମ ଗୀତା। ବୟସ ଏବେ 20 ବର୍ଷ। ଏହା ସେହି ବୟସ ଯେତେବେଳେ ଜଣେ ଝିଅର ଶରୀର ଧୀରେ ଧୀରେ ବିକଶିତ ହେବାକୁ ଲାଗେ, ଯେମିତି କୌଣସି କୋମଳ ଫୁଲ ସକାଳର ଖରାରେ ଚମକି ଉଠେ। ମୁଁ ଗାଁର ଝିଅ, ସେହି ଛୋଟ ଗାଁ, ଯେଉଁଠି କ୍ଷେତର ପବନରେ ମାଟିର ବାସ୍ନା ମିଶି ରହିଥାଏ ଏବଂ ସନ୍ଧ୍ୟାବେଳେ ଘର ଦୁଆର ମୁହଁରେ ବସି ଦୂରର ପାହାଡ଼ ଦେଖିବାକୁ ଭଲ ଲାଗେ। ମୋ ଆଖିଗୁଡ଼ିକ ବଡ଼ ବଡ଼, ରାତିର ଆକାଶ ପରି କଳା ଏବଂ ଓଠ ଗୋଲାପୀ, ଯାହା ହସିଲା ବେଳେ ଟିକେ ମୋଟା ହୋଇଯାଏ। ଲୋକେ କୁହନ୍ତି ମୁଁ ସୁନ୍ଦରୀ, କିନ୍ତୁ ମୁଁ ତ ବସ୍ ନିଜର ଶାଢ଼ୀ ପିନ୍ଧି ଘର କାମ କରେ। କେବେ କେବେ ଦର୍ପଣରେ ନିଜକୁ ଦେଖି ଭାବେ କି ଏସବୁ ଏତେ କାହିଁକି ବଦଳୁଛି। ଆଜି ମୁଁ ତୁମକୁ ମୋର କାହାଣୀ ଶୁଣାଇବି, ଯାହା ମୋ ଜୀବନର ସେହି ଦାସ୍ତାନ ଯାହା ଧୀରେ ଧୀରେ ଉନ୍ମୋଚିତ ହେଲା। ଏଥିରେ ଏପରି କିଛି ଅଛି ଯାହା ତୁମକୁ ବାନ୍ଧି ରଖିବ, ବୋଧହୁଏ ଟିକେ ଉତ୍ସାହ ମଧ୍ୟ ଦେବ, କିନ୍ତୁ ଶେଷ ପର୍ଯ୍ୟନ୍ତ ଅପେକ୍ଷା କର, କାରଣ ଜୀବନ ସବୁବେଳେ ସେମିତି ଚାଲେ ନାହିଁ ଯେମିତି ଦେଖାଯାଏ। ଚାଲନ୍ତୁ ଆରମ୍ଭ କରିବା। ମୋ ଗାଁ ହେଉଛି ହରିପୁର, ଯେଉଁଠି ଘରେ ଘରେ ଇଟା କାନ୍ଥ ଅଛି, କିନ୍ତୁ ମୋ ଘରର କାନ୍ଥ ଟିକେ ଅଲଗା। ବାପା ଜଣେ ଚାଷୀ। ସକାଳୁ ଉଠିଲେ କ୍ଷେତର ହିଡ଼ରେ ଚାଲି ଚାଲି କୌଣସି ଗୀତ ଗୁଣୁଗୁଣୁ ହୁଅନ୍ତି। ମା ଘର ସମ୍ଭାଳନ୍ତି ଏବଂ ବଡ଼ ଭାଇ ସହରକୁ ପଢ଼ିବାକୁ ଯାଇଛି। ମୁଁ ମଝିଆ, ଘରର ଗେହ୍ଲି ଝିଅ, କିନ୍ତୁ ଏବେ ସେହି ବୟସ ଆସିଯାଇଛି ଯେତେବେଳେ ସମସ୍ତଙ୍କ ନଜର ଟିକେ ବିନ୍ଧିବାକୁ ଲାଗେ। ଦିନେ ସକାଳର କଥା। ମୁଁ ରୋଷେଇ ଘରେ ଥିଲି। ବାହାର ଅଗଣା ସୁନସାନ୍ ଥିଲା। ସୂର୍ଯ୍ୟ ଏପର୍ଯ୍ୟନ୍ତ ପୂରାଉଇ ନଥିଲେ। ବସ୍ ହାଲୁକା ଆଲୁଅ ଖେଳି ଯାଇଥିଲା। ମୁଁ ଚୁଲିରେ ରୁଟି ସେକୁଥିଲି। ଶାଢ଼ୀର ଚୋଲି, ବ୍ଲାଉଜ ଟିକେ ଢିଲା ଥିଲା, କାରଣ ରାତିରେ ଧୋଇ ଶୁଖାଇବାକୁ ରଖିଥିଲି ଏବଂ ପବନର ଝଟକାରେ ତାହା ହାଲୁକା ଭାବେ ଲହରାଉଥିଲା। ମା ବାହାରେ ଲୁଗା ଶୁଖାଉଥିଲେ ଏବଂ ହଠାତ୍ କବାଟରେ ଦସ୍ତକ ହେଲା। କିଏ? ମୁଁ ପଚାରିଲି। ସ୍ୱରରେ ଟିକେ ସଙ୍କୋଚ ଥିଲା। ବାହାରୁ ଚାଚାଙ୍କ କକା ସ୍ୱର ଆସିଲା। ପଡ଼ୋଶୀ ଚାଚା, ଯାହାଙ୍କ ନାମ ରାମଲାଲ। ସେ ଆମ କ୍ଷେତ ପାଖରେ ହିଁ ଚାଷ କରନ୍ତି ଏବଂ କେବେ କେବେ କୌଣସି କଥା ହେବା ପାଇଁ ଘରକୁ ଆସନ୍ତି। ଗୀତା ମା, କବାଟ ଖୋଲିଦେ। ତ ବାପାଙ୍କ ପାଇଁ କିଛି ଜିନିଷ ଆଣିଛି। ମୁଁ ଶାଢ଼ୀ ଠିକ୍ କଲି, କିନ୍ତୁ ସେହି ହାଲୁକା ଚଳପ୍ରଚଳରେ ତାହା ପୁଣି ଉଡ଼ିଲା। କବାଟ ଖୋଲିଲି ତ ଚାଚା ଛିଡ଼ା ହୋଇଥିଲେ। ହାତରେ ଗୋଟିଏ ବୋରା। ଆଖି ଟିକେ ତଳକୁ, କିନ୍ତୁ ନଜର ମୋ ଆଡ଼କୁ। ଆରେ ଚାଚା, ଭିତରକୁ ଆସନ୍ତୁ, ମୁଁ ହସିକି କହିଲି। ବୋରା ରଖିଲା ବେଳେ ତାଙ୍କ ହାତ ମୋ ହାତରେ ବାଜିଗଲା। ବସ୍ ହାଲୁକା ଭାବେ, କିନ୍ତୁ ସେହି ସ୍ପର୍ଶ ଯେମିତି ବିଜୁଳିର କରେଣ୍ଟ ଥିଲା। ଏହା କ'ଣ ଆଣିଛନ୍ତି? ମୁଁ ପଚାରିଲି। ବିହନ ଅଛି ତ ବାପାଙ୍କ ପାଇଁ ଭଲ କିସ୍ମର। ତାଙ୍କ ଆଖି ମୋ କମର ଅଣ୍ଟା ଉପରେ ଅଟକି ଯାଇଥିଲା, ଯେଉଁଠି ଶାଢ଼ୀର କାନି ଟିକେ ଢିଲା ଥିଲା। ମୁଁ ଭାବିଲି ବୋଧହୁଏ ପବନର କମାଲ, କିନ୍ତୁ ମନରେ ଏକ ଅଜବ ଆନ୍ଦୋଳନ ହେଲା। ମା ଡାକିଲେ ଗୀତା, ଚାଚାଙ୍କ ପାଇଁ ଚା କରିଦେ। ମୁଁ ରୋଷେଇ ଘରକୁ ଚାଲିଗଲି। ପାଣି ଫୁଟାଉଥିଲା ବେଳେ ଭାବୁଥିଲି ଯେ ଚାଚାଙ୍କ ନଜର ଏତେ ଗଭୀର କାହିଁକି ଥିଲା। ଚା ଦେଲାବେଳେ ତାଙ୍କ ହାତ ପୁଣି ଛୁଇଁଲା, ଏଥର ଟିକେ ସମୟ ପର୍ଯ୍ୟନ୍ତ। ମା, ତୁ ତ ବଡ଼ ହୋଇଗଲୁଣି, ସେ କହିଲେ, ସ୍ୱରରେ କିଛି ଭାରିପଣ ଥିଲା। ହଁ ଚାଚା, ସମୟ ତ ଏମିତି, ମୁଁ ହସିକି କହିଲି। କିନ୍ତୁ ମନରେ ପ୍ରଶ୍ନ ଘୁରି ବୁଲୁଥିଲା। ଏସବୁ କ'ଣ ଚାଲିଛି? ସେହି ଦିନ ବିତିଗଲା, କିନ୍ତୁ ସନ୍ଧ୍ୟାରେ ଯେତେବେଳେ ବାପା ଘରକୁ ଆସିଲେ, ସେ କହିଲେ କି ଚାଚା କ୍ଷେତରେ କିଛି ନୂଆ ଉପାୟ ଆପଣେଇଛନ୍ତି। ବିହନ ବୁଣିବାର ନୂଆ ଢଙ୍ଗ। ଗୀତା, ତୁ ବି କେବେ ଦେଖିନେବୁ। ମୁଁ କେବଳ ମୁଣ୍ଡ ହଲାଇଲି। କିନ୍ତୁ ରାତିରେ ଶୋଇଲା ବେଳେ ସେହି ସ୍ପର୍ଶ ମନେ ପଡ଼ିଲା। ପରଦିନ ପୁଣି ସେହି ରୁଟିନ୍। ମୁଁ ଅଗଣାରେ ଝାଡ଼ୁ ଲଗାଉଥିଲି। ଶାଢ଼ୀର କାନି କାନ୍ଧରୁ ଖସି ଯାଇଥିଲା ଏବଂ ମୁଁ ତାକୁ ଠିକ୍ କରିବା ଚକ୍କରରେ ଅଣ୍ଟା ବଙ୍କେଇଲି। ସେତିକିବେଳେ ଚାଚା ପୁଣି ଆସିଲେ, ଏଥର ଏକୁଟିଆ। ବାପା କାହାନ୍ତି? ସେ ପଚାରିଲେ। କ୍ଷେତକୁ ଯାଇଛନ୍ତି, ମୁଁ କହିଲି। ତାହେଲେ ମୁଁ ଅପେକ୍ଷା କରୁଛି। ସେ ଭିତରକୁ ଆସି ବସିଲେ ଏବଂ କଥାବାର୍ତ୍ତା ହେଲେ। ଗୀତା, ତୁ ସ୍କୁଲ ଯାଉଥିଲୁ ନା? ଏବେ କ'ଣ କରୁଛୁ? ତାଙ୍କ ନଜର ମୋ ବେକ ଉପରେ ଥିଲା, ଯେଉଁଠି ଝାଳବୁନ୍ଦା ଚମକୁଥିଲା। ଘର କାମ ଚାଚା, କେବେ କେବେ ବହି ପଢ଼େ। କଥା ପ୍ରସଙ୍ଗରେ ସେ କହିଲେ, ତ ଅଣ୍ଟା କେତେ ସରୁ, ଯେମିତି ବାଉଁଶର ଗଜା। ମୁଁ ହସିଲି। ଚାଚା, ଆପଣ ତ କବି ହୋଇଗଲେଣି, କିନ୍ତୁ ମନରେ ସେହି ଶବ୍ଦଗୁଡ଼ିକ ଗୁଞ୍ଜରିତ ହେଉଥିଲା। ମା ଆସିଯିବାରୁ କଥା ଅଟକିଗଲା, କିନ୍ତୁ ଚାଚା ଯିବାବେଳେ କହିଲେ, କାଲି କ୍ଷେତକୁ ଆସିବୁ, ମୁଁ ତୋତେ ସେହି ନୂଆ ଉପାୟ ଦେଖାଇବି, ବିହନ ବୁଣିବା ଶିଖାଇଦେବି। ମୁଁ କହିଲି, କାରଣ ତାହା ବାପାଙ୍କ କାମ ଥିଲା। ପରଦିନ ଦ୍ୱିପ୍ରହର ସମୟ। ଖରା ପ୍ରବଳ ଥିଲା, କିନ୍ତୁ କ୍ଷେତ ମଝିରେ ଛାଇ ଥିଲା। ମୁଁ ସୂତା ଶାଢ଼ୀ ପିନ୍ଧି ଯାଇଥିଲି, ଯାହା ଝାଳରେ ଶରୀରରେ ଲାଗିଯାଏ। ଚାଚା ସେଠାରେ ଲଙ୍ଗଳ ଧରିଥିଲେ।
आ गीता देख एइटा हेउछि उपाय। बिहन एमिति बुणंती धीरे धीरे गभीରରେ पकाई। तांको स्वରରେ किछि थिला जेमिति द्विअर्थबोधक। मु हसिकी कहिली चाचा मु तो केबे बुणिनी शिखांतु ना। से मो हाथ धरिले एवं हालुका भावे हिड़ पाखकु नेले। तांको हाथ गरम थिला मोर थंडा। एमिति शक्त करी धर एवं तापरे भितरकु ठेली दियो। मु सेमिति कली किंतु मो साढ़ीर चोलीरे झाळ आसी जाइथिला एवं नईला बेले ताहा टिके टाणी होईगला। चाचांको निश्वास गति तेज होईगला। भल मा तू शिखुछु। एबे मु देखाउची केमिति गभीरकु जाए। से आगकु नेइले। तांको कांध मो कांधरे घसी हेला। मनरे डर थिला किंतु कौतूहल मध्य। आगकु कोण हेबो? सेतिकी बेले दूररु बापांको स्वर आसिला रामलाल कोण करुछ? चाचा पछकु हटिगले एवं कहिले झियकु शिखाउछि। बापा हसिले भल कथा घरर झियकु मध्य काम आसिबा दरकार। सेही दिन शेष हेला किंतु मो मनरे प्रश्नर सिकुड़ी आरंभ होईगला। रातिरे मु डायरीरे लेखिली चाचांको नजर तांको स्पर्श। एहा केवल साहाଯ୍ୟ ना ଆଉ କିଛି। समय बीतिबाकु लागिला। किछि दिन परे गाँरे एक छोट मेला हेला। पुरुणा मेला नुहे बरं आम साहिर निजस्व जेउठी लोके अगणारे एकाठी होई नुआ बिहन बांटंती। मु सेठाकु साड़ी पिंधि खोला केसरे जाइथिली। चाचा सेठारे अन्यमानंको सह थिले। कथाबार्ता हस खुशी चालिथिला। हठात से मोते डाकिले गीता आसुनु एई देख नुआ बिहन। मु गली एवं से बोरा खोलिले। भितरु बिहन बाहर करी मो हातरे रखिले। छुईकी देख केते शक्त। तांको हात मो हात उपरे किछि समय रहिला। आखपाखरे लोक थिले किंतु सेही मुहूर्त जेमिति निभृत थिला। हाँ चाचा भल लागुछि मु कहिली किंतु मो स्वर थरीगला। तापरे से कहिले एहाकु बुणिले फसल केते अमल हेबो। तू काली आसिबु मु तोते आहुरी शिखाइबी। मनरे सेही कालीर कल्पना घुरिबाकु लागिला। खेतरे एकुटिया सेही स्पर्श सेही नजर। कौन हेबो? रातिरे सोइला बेले निद हेला नाही। परदिन सकाळु मु प्रस्तुत हेली किंतु मा कहिले आजी घरे रह तो चाचा साहेब सहररु आसुछंती। चाचा साहेब माने बापांको भाई जिए सहररे चाकिरी करंती। चाचा साहेब दिप्रहररे सुटपुट होई आसिले। सहरर पवन लागिछि। गीता मा केते बड़ होई गलुणी। से कुंढाई पकाइले किंतु तांको कुंढाइबा अलगा थिला भाई परी स्नेह भरा। चाचींकु मने पका मु कहिली। से हसिले हाँ तो चाचींकु तो तू भूली गलु। संध्यारे आमे समस्ते बसी चा पीलु। चाचा साहेब सहरर कथा सेठाकार चाकिरी एवं पाठपढ़ा विषय कहिले। गीता तू भी चालिया किछि शिखिबु। तांको आखि सफा थिला कौनसी गुप्त अर्थ नथिला। किंतु जेतेबेले चाचांको रामलाल कथा उठिला बापा कहिले रामलाल भल लोक खेतरे साहाଯ୍ୟ करे। चाचा साहेब कहिले हाँ किंतु झियो मानंकु एकुटिया पठाओ नाही। मनरे किछि गोटे खटकिला। रातिरे चाचा साहेबंको सह कथा हेली। से मो डायरी देखिले। कौन लेखिछु? मु हसिकी कहिली निज मनर कथा। से पढ़िले एवं कहिले गीता जीवनरे स्पर्श समस्तंकर अलगा होई थाए। किछि स्नेहर तो किछि छळनार। सावधान रहिबु। सेही राति खूब लंबा लागिला। सकाळु चाचा साहेब चालीगले। जिबा बेले कहिले मोते चिठी लेखिबु तो कहानी। एबे चाचांको रामलाल सह साक्षात बढ़ीगला। दिने खेत पाखरे केनाल थिला। पानी छाड़िबा काम। मु पानी देखिबाकू गली कारण बापा कहिथिले। चाचा सेठारे केनाल कूलरे थिले। गीता आ पानी केमिति छाड़ंती देख। मु गली साढ़ीकू टिके उपरकू टेकिली कारण पानीर स्रोत प्रबल थिला। एमिति दौड़ीकू शक्त करी टाण। तांको हाथ मो कांध उपरे थिला। पानी बोहिबाकू लागिला किंतु मो साढ़ी ओदा होई शरीररे लागिगला। चाचा देखंतु कौन होईगला मु लाजरे कहिली। से हसिले आरे एहा तो थंडक आमु सुखाई देबी। किंतु सेतिकी बेले गाँर लालाजी आसीगले। रामलाल कौन करुछ? चाचा पछकू हटिगले। घरकू फेरी मु भाबिली एसबु कौन। रातिरे मांग सह कथा हेली। माँ चाचा भल लोक तो? माँ कहिले हाँ झियो किंतु दुनियारे समस्ते भल नुहंती। तू तो कामरे ध्यान दे। धीरे धीरे दिन बीतिला। दिने संध्यारे घरे केही नथिले। बापा खेतरे माँ पड़ोसी घरकू जाइथिले। मु एकुटिया थिली बही पढ़ुथिली। कबाट खट खट हेला। चाचा आसीथिले। गीता तो बापांकू डाकिबाकू आसीथिली। मु भितरकू आसिबाकू कहिली। बसिकी कथा हेलु। तू केते शांत जेमिति पोखरीर पानी। तांको नजर मो आखिरे। चाचा आपण तो कवि होईगलेनी हसाहसी हेला
କିନ୍ତୁ ପରିବେଶରେ ଏକ ଚାପ ଥିଲା। କାଲି କ୍ଷେତକୁ ଆସିବୁ, ଏକ ନୂଆ ଗଛ ଲଗାଇବା, ମୁଁ କହିଲି। ରାତିରେ ନିଦରେ ସ୍ୱପ୍ନ ଦେଖିଲି। କ୍ଷେତ, ସ୍ପର୍ଶ, କିନ୍ତୁ ଶେଷରେ ଫୁଲ ଫୁଟିଲା। ପରଦିନ ଆସିଲା। କ୍ଷେତରେ ଚାଚା ଅପେକ୍ଷା କରିଥିଲେ। ଗୀତା, ଏହି ଗଛ ଲଗାଇବା। ଚେରକୁ ଗଭୀରକୁ ପକାଇବାକୁ ହୁଏ। ମୁଁ ମାଟି ଖୋଳିଲି। ହାତ ମଇଳା ହୋଇଗଲା। ତାଙ୍କ ହାତ ମୋ ହାତ ଉପରେ। ଏମିତି ନରମରେ ଚାପି ଦିଅ। ଗଛ ଲଗା ହେଲା, କିନ୍ତୁ ମୋ ଶାଢ଼ୀ ମାଟିରେ ଭରିଗଲା। ଚାଚା, ଏବେ କ'ଣ? ସେ କହିଲେ, ଘରକୁ ଚାଲ, ମୁଁ ସଫା କରିଦେବି। ମନ ଡରିଗଲା, କିନ୍ତୁ ଉତ୍ସାହ ମଧ୍ୟ ଥିଲା। ଘର ଆଡ଼କୁ ଚାଲିଲୁ, କିନ୍ତୁ ବାଟରେ ଭାଇର ସାଙ୍ଗ ମିଳିଲା, ଯିଏ ସହରରୁ ଆସିଥିଲା। ଗୀତା ନାନୀ, କ'ଣ ହେଉଛି? ଚାଚା ଚାଲିଗଲେ। ଭାଇର ସାଙ୍ଗ କହିଲା, ଚାଚାଙ୍କଠାରୁ ସାବଧାନ, ସେ ଟିକେ ଚାଲାକ ଲୋକ। ମନରେ ସନ୍ଦେହ ହେଲା। ସମୟ ଆହୁରି ଆଗକୁ ବଢ଼ିଲା। ଏବେ ଚାଚାଙ୍କ କଥା ଗଭୀର ହେବାକୁ ଲାଗିଲା। ଦିନେ ଘର ପଛରେ ଆମ୍ବ ବଗିଚା ଥିଲା। ଫଳ ତୋଳିବାର ସମୟ। ମୁଁ ସିଡ଼ିରେ ଚଢ଼ିଲି। ଚାଚା ତଳେ ଧରିଥିଲେ। ହାତ ବଢ଼ା, ମୁଁ ଧରିନେବି। ଫଳ ପଡ଼ିଲା। ତାଙ୍କ ହାତ ମୋ ଗୋଡ଼ରେ ବାଜିଲା। ସରି ମା। କିନ୍ତୁ ଆଖିରେ ଏକ ଚମକ ଥିଲା। ତଳକୁ ଓହ୍ଲାଇଲା ବେଳେ ସିଡ଼ି ହଲିଲା। ମୁଁ ତାଙ୍କ ଉପରେ ପଡ଼ିଗଲି। ନିଶ୍ୱାସ ଅଟକିଗଲା। ଶରୀର ଘଷି ହେଲା। ମୁଁ ଉଠିଲି, କିନ୍ତୁ ସେହି ମୁହୂର୍ତ୍ତ ଯେମିତି ନିଆଁ ଥିଲା। କିଛି ହୋଇନି, ସେ କହିଲେ, କିନ୍ତୁ ଯିବାବେଳେ କହିଲେ, କାଲି ପୁଣି ବଗିଚାକୁ ଆସିବୁ। ରାତିରେ ମୁଁ ନିଷ୍ପତ୍ତି ନେଲି କି ଯିବି ନାହିଁ, କିନ୍ତୁ ଜୀବନ ଅଟକି ରହେ ନାହିଁ। କିଛି ଦିନ ପରେ ଗାଁରେ ଏକ ସମସ୍ୟା ଆସିଲା। କ୍ଷେତରେ ପୋକ ଲାଗିଗଲେ। ସମସ୍ତେ ଚିନ୍ତିତ। ଚାଚା ପରାମର୍ଶ ଦେଲେ, ନୂଆ ଔଷଧ ଆଣ, ମୁଁ ଲଗାଇଦେବି। ବାପା ମୋତେ ସହରର ଦୋକାନକୁ ପଠାଇଲେ। ସେଠାରେ ଚାଚା ସାହେବ ମିଳିଲେ। କ'ଣ ଆଣିଛୁ? ମୁଁ କହିଲି। ସେ କହିଲେ, ଚାଲ, ମୁଁ ସାଥିରେ ଯିବି। ବାଟରେ ସହରର କଥା ହେଲୁ। ତୁ ଜୀବନରେ କ'ଣ କରିବାକୁ ଚାହୁଁଛୁ? ପଢ଼ିବାକୁ, ବାପା ମାଙ୍କ ନାମ ରୋଶନ କରିବାକୁ। ଘରକୁ ଆସି ଚାଚା ସାହେବ ଔଷଧ ଲଗାଇଲେ। ଚାଚା ରାମଲାଲ ମଧ୍ୟ ଆସିଥିଲେ, କିନ୍ତୁ ଚାଚା ସାହେବଙ୍କ ଉପସ୍ଥିତିରେ ଚୁପ୍ ରହିଲେ। ଧୀରେ ଧୀରେ ଜିନିଷ ବଦଳିବାକୁ ଲାଗିଲା। ମୁଁ ବହି ବେଶୀ ପଢ଼ିବା ଆରମ୍ଭ କଲି। ଡାଏରୀରେ ଲେଖିଲି। ଚାଚାଙ୍କ ସହ ସାକ୍ଷାତ କମିଗଲା, କାରଣ ମୁଁ ବାହାନା କରୁଥିଲି। ଦିନେ ବାପା ଅସୁସ୍ଥ ହେଲେ। ବେଶୀ କିଛି ନୁହେଁ, ବସ୍ ଥକ୍କାପଣ। ମୁଁ ସେବା କଲି। ଚାଚା ଆସିଲେ, କିନ୍ତୁ ମା ଅଟକାଇଲେ। ଝିଅ ସମ୍ଭାଳୁଛି। ମନରେ ଆଶ୍ୱସ୍ତି ମିଳିଲା। ଏବେ କାହାଣୀର ସେହି ମୋଡ଼ ଆସିଲା, ଯାହା ସବୁକିଛି ବଦଳାଇ ଦେଲା। ଦିନେ ଅଧରାତିରେ କବାଟ ଖଟ୍ ଖଟ୍ ହେଲା। ମୁଁ ଉଠିଲି, ଦେଖିଲି ଚାଚା। କ'ଣ ହେଲା ଚାଚା? ତୋ ବାପାଙ୍କୁ ଡାକ, କ୍ଷେତରେ ସମସ୍ୟା ହୋଇଛି। ବାପା ଗଲେ। ମୁଁ ଏକୁଟିଆ ଥିଲି। ଚାଚା ଭିତରକୁ ଆସିଗଲେ। ଗୀତା, ତୁ ଡରନା। ତାଙ୍କ ନଜର ପୁଣି ସେଇଆ। ଚାଚା, ବାପା ଆସିଯିବେ। କିନ୍ତୁ ସେଇ ପାଖକୁ ଆସିଲେ, ହାତ ବଢ଼ାଇଲେ। ମା, ତୁ ବୁଝୁନୁ। ମନ ଥରିଗଲା। ଚିତ୍କାର କରିବାକୁ ଯାଉଥିଲି, କିନ୍ତୁ ସେତିକିବେଳେ ଲାଇଟ୍ ଗଲାଣି। ବରଂ ଭାଇ ସହରରୁ ହଠାତ୍ ଘରକୁ ଆସିଗଲା। ଏଠି କ'ଣ ହେଉଛି? ଚାଚା ସେଠାରୁ ଦୌଡ଼ି ପଳାଇଲେ। ଭାଇ ସବୁ ଶୁଣିଲା, ବାପାଙ୍କୁ ଜଣାଇଲା। ପରଦିନ ପଞ୍ଚାୟତ ବସିଲା। ଚାଚା କ୍ଷମା ମାଗିଲେ। ମୁଁ ଭୁଲ କରିଛି, ବସ ସାହାଯ୍ୟ କରିବାକୁ ଚାହୁଁଥିଲି, କିନ୍ତୁ ସମସ୍ତେ ଜାଣିଗଲେ। ଗାଁ ଲୋକେ ତାଙ୍କୁ ବୁଝାଇଲେ। ମୁଁ ଚୁପ୍ ରହିବାକୁ ବାଛିଲି। କିନ୍ତୁ ଶେଷରେ ଜଣାପଡ଼ିଲା କି ଚାଚା ନିଜେ ଏକ ମାନସିକ ରୋଗରେ ପୀଡ଼ିତ ଥିଲେ, ଯାହା ତାଙ୍କୁ ସେପରି କରିବାକୁ ବାଧ୍ୟ କରୁଥିଲା। ଡାକ୍ତର ତାଙ୍କ ଚିକିତ୍ସା କଲେ ଏବଂ ସେ ବଦଳିଗଲେ। ମାସ ମାସ ପରେ ସେ ଆସିଲେ। ମୁଣ୍ଡ ନୁଆଁଇ କହିଲେ, ଗୀତା ମା, ମୋତେ କ୍ଷମା କରିଦେ। ମୁଁ ଏବେ ଠିକ୍ ଅଛି। ମୁଁ କ୍ଷମା କରିଦେଲି। ଏବେ ସେହି ବିହନ, ଯାହା ଆମେ ବୁଣିଥିଲୁ, ସେହି ଫସଲ ଲହଲାଉଛି। ଚାଚା ଏବେ ପ୍ରକୃତରେ ସାହାଯ୍ୟ କରନ୍ତି, କୌଣସି ଛଳନା ବିନା। ମୁଁ ପାଠ ପଢ଼ିଲି, ସହର ଗଲି। କିନ୍ତୁ ଗାଁକୁ ଫେରିଲେ ଭାବେ କି ଜୀବନରେ ସ୍ପର୍ଶ ସ୍ନେହର ହେବା ଉଚିତ, ଛଳନାର ନୁହେଁ। ଏବେ ତୁମେ କୁହ, ମୋ କାହାଣୀ କେମିତି ଲାଗେ?